ମୁଁ ସକାଳୁ ସକାଳୁ ଉଠିକି ଆସି ଦେଖିଲା ବେଳକୁ ଏକରେ ଆମର ଖଳା ନିପା ହେଉଥିଲା। ଭାଇ ଏଇଟା ସକାଳୁ ନୁହଁ, ମୁଁ ଏତିକି ଟାଇମ୍ ଦେଖିଲା ବେଳକୁ ଆସିକି 9:30 10ଟା ବାଜିଲାଣି। ତାପରେ ଖଳା ନିପା ସରିଲା ପରେ ଆମେ ପଳେଇ ଆସିଲୁ ମାଉସୀ ଘରକୁ, କାହିଁକିନା ମାଉସୀ ଘରେ ଆଜି ତାଙ୍କର ପୂଜା ହେଉଥିଲା। ସେଥିପାଇଁ ଆମେ ସବୁ ପଳେଇ ଆସିଲୁ, ବୋଉ ଆମ ପୁଅ ମୁଁ ସବୁ ପଳେଇ ଆସିଥିଲୁ ମାଉସୀ ଘରକୁ। ଏଠି ଆସି ଦେଖିଲା ବେଳକୁ ତାଙ୍କର ସବୁ ରୋଷେଇ ହେଉଥିଲା। ତାପରେ ତାର ମୋ ଜଗା ଭାଇ ତାର ମୋ ଚଷମା ନେଇ ପିନ୍ଧିଦେଇ ତା ଫୋନ୍ରେ ତାର ଖାଲି ମୁହଁଟା ଦେଖିଲା। ଏକରେ ମୋ ବୋଉ, ସେକରେ ତା ପଛରେ ଆମ ପୁଅ ଚାଲି ଚାଲି ଆସୁଥିଲେ। ତାପରେ ରାତି ହେଇଯାଇଥିଲା। ତାପରେ ସେଠି ରାତିରେ ତାଙ୍କର ଭୋଜି ଯେଉଁ ଦିନ ରନ୍ଧା ହେଇଥିଲା ସେଗୁଡ଼ା ସବୁ ରାତିରେ ବଢ଼ା ବଢ଼ି ହେଇଯାଇଥିଲା। ମୁଁ ଏକରେ ବସିକି ଦେଖୁଥିଲି, ଭିଡ଼ିଓ କରୁଥିଲି। ବଢ଼ା ବଢ଼ି ସରିଲା ପରେ ଏକରେ ସେ ତାଙ୍କର 3 ଜଣ ବାଢ଼ୁଥିଲେ। ସମସ୍ତେ ଯାଇସାରିଲା ପରେ ତାଙ୍କର ପଛରେ ସେ ଖାଇ ଦେଇଥିଲେ। ଖାଇସାରିଲା ପରେ ଆମେ ସେଠି ଯେଉଁ ରୋଷେଇର ଚୁଲି ନିଆଁ, ସେଇଠି ଆମେ ଆଉ ଦୁଇଟା ଜାଳ ପକାଇ ଦେଇ ବସି ଯାଇଥିଲୁ। ବସି ନିଆଁ ପକାଉଥିଲୁ। ଏଇଟା ଆମର କଥାବାର୍ତ୍ତା ସରିଲା ପରେ ରାତି 10ଟା ହେଇଯାଇଥିଲା। ତାପରେ ଆମେ ପଳେଇ ଆସିଲୁ ଶୋଇବା ପାଇଁ। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି ଜୟ ଜଗନ୍ନାଥ। ତ ପୁଣି ଦେଖା ଗୋଟେ ନେକ୍ସଟ ମିନି ବ୍ଲଗ୍ରେ। ରହୁଛି ଜୟ ଜଗନ୍ନାଥ।